ଏବେ ଲିପିକାଙ୍କୁ ଆଉ ଥରେ ଝଟକା ଲଗାଇଛନ୍ତି ତାଙ୍କ ଶାଶୁ ଆଈ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଆମ ଚ୍ୟାନେଲକୁ ଆଇଲେ ସବସ୍କ୍ରାଇବ୍ କରିନାହାନ୍ତି ତ ଆପଣମାନେ ଆମକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଆଗକୁ ଯଦି ଆପଣମାନଙ୍କୁ ଅପଡେଟ୍ ଜାଣିବା ପାଇଁ ଚେଷ୍ଟା ହଁ ଦର୍ଶକ ବନ୍ଧୁ, ଏବେ ଏମିତି ଝଟକା ଲଗାଇଛନ୍ତି ଯାହା ତାହାର ଏବେ ସେ ନିଜେ ଫାଶରେ ପଡ଼ିଯାଇଛନ୍ତି। ଆଉ ଏବେ ସେ ଏମିତି ଅନୁଯାୟୀ କରୁଛନ୍ତି। ଆଉ ତାପରେ ଲିପିକା କହୁଛନ୍ତି ଠିକ୍ ଅଛି, ମୋ ଏଇ ଓଦଟାକୁ ମୁଁ ଶୁଖାଇ ଦେଉଛି କପଡ଼ା ଏମିତି କହିବି। ଆଉ ଏବେ କହୁଛନ୍ତି ତାଙ୍କ ଶାଶୁ, ହଁ ନିଜ ହାତରେ ତୁ ନିଜେ ତୋ ଭାଗ୍ୟକୁ ବଦଳାଇବାକୁ ଚାହୁଁଛୁ, ଆଉ ନେ ଏମିତି କହିଲେ। ଆଉ ତାପରେ ଏମିତି ଶକ୍ ମାରିଲା ଲିପିକା ତଳେ ପଡ଼ିଗଲେ, କାହିଁକିନା ଏବେ ଲିପିକାଙ୍କୁ ଏବେ ଶକ୍ ସେଇ ତାରରେ ମାରିଛନ୍ତି। ଆଉ ଏବେ ତାଙ୍କ ଶାଶୁ ତାଙ୍କ ଆଈ ଏବେ ସୁଇଚ୍ ଦେଇ ତାଙ୍କୁ ଏବେ ଝଟକା ମାରିଛନ୍ତି। ଆଉ ଘରେ ଆଈ ହଠାତ୍ ଦେଖି ତାଙ୍କୁ ଧରିଗଲେ। ଆଉ କ'ଣ ହେଲା ଏମିତି କହିଲେ। ତାପରେ ଏବେ ତାଙ୍କୁ ସମସ୍ତେ ଆସିଲେ। ଆଉ ଆଈ କ'ଣ ହେଲା ଏମିତି କହିଲେ।